913 ରୁ ଆମେ 286 ଫେଡ଼ିବା। କିପରି ଫେଡ଼ାଣ କରିବା ସେ ବିଷୟରେ ଆମେ ଆଜି ଜାଣିବା। ପ୍ରଥମେ ମୁଁ 913ର ବିସ୍ତାରିତ ରୂପ ଲେଖିବି। ପ୍ରଥମେ ମୁଁ ଡାହାଣ ପଟୁ ବାମ ଆଡ଼କୁ ଲେଖି ଲେଖି ଯିବି। ପ୍ରଥମେ 3ର ସ୍ଥାନୀୟ ମାନ ହେବ 3, ଏକକ ସ୍ଥାନରେ ଅଛି। ଏବଂ 1ର ସ୍ଥାନୀୟ ମାନ ହେବ 10, କାରଣ ଦଶକ ସ୍ଥାନରେ ଅଛି। ଏବଂ 9ର ସ୍ଥାନୀୟ ମାନ ହେବ 900। ଏବେ 286ର ବିସ୍ତାରିତ ରୂପ ଲେଖିବା। 286ରେ ଏକକ ସ୍ଥାନରେ ଅଛି 6, ତେଣୁ 6ର ସ୍ଥାନୀୟ ମାନ ହେବ 6। 6 × 9 = 1, 6। ସେପରି 8ର ସ୍ଥାନୀୟ ମାନ ହେବ 80, କାରଣ ଦଶକ ସ୍ଥାନରେ ଅଛି। 8 × 9 = 10, 80। ଏବଂ 2ର ସ୍ଥାନୀୟ ମାନ ହେବ 200। 2 × 100 = 200। ଏବେ ଆମେ ବିସ୍ତାରିତ ରୂପକୁ ଫେଡ଼ିବା। ଦେଖ, ପ୍ରଥମେ 3ରୁ 6 ଫେଡ଼ିବା। 3ରୁ 6 ତୁମେ ଫେଡ଼ି ପାରିବ କି? ତୁମ ପାଖରେ 3ଟି ଚକୋଲେଟ୍ ଅଛି, ମୁଁ 6ଟି ଚକୋଲେଟ୍ ମାଗିଲେ ତୁମେ ଦେଇପାରିବନି। ତେଣୁ ତୁମେ କ'ଣ କରିବ? ତୁମେ ଆଉ କାହାଠାରୁ ଚକୋଲେଟ୍ ଆଣିଲେ ସିନା ତୁମ ପାଖରେ 6ଟି ଚକୋଲେଟ୍ ହେଲେ ତୁମେ ମୋତେ 6ଟି ଚକୋଲେଟ୍ ଦେଇପାରିବ। ଆମେ ଯଦି 10ଟିକୁ 3କୁ ଦେଇଦେବା, ତେବେ ଏଠାରେ ହେଇଯିବ ଏବେ 13। ବୁଝିପାରୁଛ? ଏବଂ 10 ଥିଲା, 10ରୁ 10 ନେଇଗଲେ ରହିବ କେତେ? 0। ତେଣୁ ଏଠି ରହିଲା 0 ଏବଂ ଏଠି ରହିଲା 10ରେ 3 ମିଶାଇଲେ 13। ତେଣୁ ଏଠି ହେଇଯିବ 13। ଏବେ 13ରୁ 6 ଫେଡ଼ିବା। 13ରୁ 6 ଫେଡ଼ିଲେ 7। ବୁଝିପାରୁଛ? ତେଣୁ ମୁଁ ଏଠି ଲେଖିଲି 7। ଏବେ 0ରୁ ଫେଡ଼ିବା 80। 0ରୁ 80 ସେମିତି ଫେଡ଼ି ପାରିବାନି। ଏଠି ଆମେ କ'ଣ କରିବା? ପୁଣି ବାମ ପଟୁ ନେବା। ବାମ ପଟେ ଅଛି 900 ଏବଂ ଏହା ଶତକ ସ୍ଥାନରେ ଥିବା ଅଙ୍କର ସ୍ଥାନୀୟ ମାନ 900। ତେଣୁ ଏଥିରୁ ମୁଁ 100 ନେଇଯିବି। 100 ନେଇଗଲେ ରହିବ କେତେ? 900ରୁ 100 ଗଲେ 800 ରହିବ ଏବଂ 100 ନେଇଗଲେ ଏଠି ଥିଲା 0, 0ରେ 100 ମିଶିଲେ 100। ତେଣୁ ଏବେ ଦଶକ ସ୍ଥାନର ଅଙ୍କର ସ୍ଥାନୀୟ ମାନ ଏଠି ରହିବ 100। ଏବେ 100ରୁ ଫେଡ଼ିବା 80। 100ରୁ 80 ଫେଡ଼ିଲେ ରହିବ 20। ତେଣୁ ମୁଁ ଲେଖିଲି ଏଠି 20। ଏବେ 800ରୁ 200 ଫେଡ଼ିଲେ କେତେ ରହିବ? 600। ତେଣୁ ମୁଁ ଏଠି ଲେଖିଲି 600। ଏବେ 600 + 20 + 7। ଏହା ବିସ୍ତାରିତ ରୂପରେ ଅଛି। ତେଣୁ ଏ ସଂଖ୍ୟାଟି କ'ଣ ହେବ? ଶତକ ସ୍ଥାନରେ ରହିବ 6, ଦଶକ ସ୍ଥାନରେ ରହିବ 2, ଏକକ ସ୍ଥାନରେ ରହିବ 7। ତେଣୁ ରହିବ 627। ଏବେ ଆମେ ସହଜ ଉପାୟରେ କରିବା। କ'ଣ କରିବା ଦେଖ, ଏଠାରେ ଏକକ ସ୍ଥାନର ଅଙ୍କର ଅଛି 3, 6। ତେଣୁ 3ରୁ 6 ଆମେ ଫେଡ଼ି ପାରିବାନି। ଏବେ ପ୍ରଥମ ସଂଖ୍ୟାରେ ଦଶକ ସ୍ଥାନର ଅଙ୍କ ଅଛି 1, ଅର୍ଥାତ୍ ଗୋଟିଏ 10। ତେଣୁ ଏ ଗୋଟିଏ 10 ଆମେ ଯଦି ଏକକ ସ୍ଥାନକୁ ଦେଇଦେବା, ରହିବ କେତେ ଏଠି? 10 + 3, 13 ହୋଇଯିବ। ଏବେ 13ରୁ ଆମେ ଫେଡ଼ିବା 6, କେତେ ହେଲା? 7। ଏବଂ এই ଗୋଟିଏ 10ରୁ ଯେତେବେଳେ ଗୋଟିଏ 10 ଆମେ ଦେଇଦେଇଛେ, ଏଠି ଏବେ 0ଟି 10 ଅଛି। ଏବେ ଆମେ 0ରୁ 8 ତ ଫେଡ଼ି ପାରିବାନି। ତେଣୁ ଆମେ କ'ଣ କରିବା? ଏ 9ଟି 100ରୁ ଗୋଟିଏ 100 ଆମେ ନେଇ ଆସିବା। 9ଟା 100ରୁ ଗୋଟିଏ 100 ନେଇ ଆସିଲେ ଏଠି ରହିବ 8ଟି 100 ଏବଂ ଏଇ ଯେଉଁ ଗୋଟିଏ 100 ଆଣିବା, ଗୋଟିଏ 100କୁ ଆମେ ଲେଖିପାରିବା 10ଟି 10। ତେଣୁ ଦଶକ ସ୍ଥାନରେ ମୁଁ ଏଠି ଏବେ 10 ଲେଖିବି। 0ଟି 10 ଥିଲା, 10ଟି 10 ଆସିଲା, ମିଶିକିନା ହେଇଗଲା 10ଟି 10। ଏବେ 10ଟି 10ରୁ 8, 10ଟି 10ରୁ 8ଟି 10 ଫେଡ଼ିଲେ ରହିବ 2ଟି 10 ଏବଂ 8ଟି 100ରୁ 2ଟି 100 ଫେଡ଼ିଲେ ରହିବ 6ଟି 100। ତେଣୁ ଏହିଭଳି ଆମେ 2ଟି ସଂଖ୍ୟାର ଫେଡ଼ାଣ କରିପାରିବା।